ପାଠ ଉପରକୁ ଯିବା ହେଲା। ପାଠଟା ବୁଝିବାକୁ ଭାରି ମନଟା କୁଲକୁଲ ହେଲାଣି। ତେଣୁ ଗୋଟେ ସମୀକରଣ ଦେଇଛି x ପ୍ଲସ୍ 2y ମାଇନସ୍ 3 ଇଜ୍ ଇକ୍ୱାଲ୍ ଟୁ 0 ଦେଇଛି ହେଲା। ଏ ଗୋଟେ ସମୀକରଣ ଦେଇଛି। ଆଉ ଗୋଟେ ଦେଇଛି 2x ପ୍ଲସ୍ ପ୍ଲସ୍ ନାହିଁ ମାଇନସ୍ ଦେଇଛି 2x ମାଇନସ୍ y ମାଇନସ୍ 1 ଇଜ୍ ଇକ୍ୱାଲ୍ ଟୁ 0 ଦେଇଛି ହେଲା। ତେଣୁ ବର୍ତ୍ତମାନ ଆମେ ଏଠି ସବୁ କୋଫିସିଏଣ୍ଟ ଗୁଡ଼ା ଦେଖିବା। ଏକ୍ସ ପଛରେ କିଏ ଅଛି, ୱାଇ ପଛରେ କିଏ ଅଛି, ସେଗୁଡ଼ା ହେଲା ତାର କୋଫିସିଏଣ୍ଟ ହେଲା। ତେଣୁ ସେ କୋଫିସିଏଣ୍ଟ ଗୁଡ଼ାକ ଆମେ ଦେଖିବା କେତେ କେତେ ଅଛନ୍ତି ହେଲା। ତେଣୁ ଏଇ ଇକ୍ୱେସନରେ a1 କେତେ, a1 ହେଲା 1 x ର କୋଫିସିଏଣ୍ଟ, ଏଠି y ର କୋଫିସିଏଣ୍ଟ b1 ହେଲା 2, ସିମ୍ବଲକୁ ଦେଖୁ ସିମ୍ବଲ ପ୍ଲସ୍ ଅଛି ତେଣୁ ଖାଲି ଲେଖିଲି। c1 ହେଲା -3, ଏଠି କ'ଣ ଅଛି ନା a1 ହେଲା 2, b1 ହେଲା -1, y ର କୋଫିସିଏଣ୍ଟ ହେଲା b1, c1 ହେଲା -1। କ'ଣ ଏ 2 ନା? ଆରେ 2 ବା କ'ଣ ତମେ ଅନଉଛ ସାର୍ଙ୍କୁ କହୁନ, ସାର୍ ମାଡ଼ି ଚାଲିଛନ୍ତି 1 1 ହେଇକି ହେଲା। c2 ହେଲା -1 ହେଲା। ଖାଲି ତମର କ'ଣ ଖାଲି ଭୁଲ ହବ, ସାରେ ଦେଖିଲା ବେଳେ ମାଡ଼ି ଯିବେ, ତମେ ଅଟକେଇବ ନା ଆଉ ହେଲା। ସୋ a2 ହେଲା 2, b2 ହେଲା -1, c2 ହେଲା -1। ଏତକ ଆମେ ବୁଝିଗଲେ। ବର୍ତ୍ତମାନ ଆକୁ ସମାଧାନ କେମିତି କରିବା ହେଲା। ଆଚ୍ଛା, କ'ଣ କରିବା ନା ଏମିତି ଗ୍ରାଫ ବନେଇବା, ଘର ବନେଇବା, ବନେଇକି ଲେଖିବା x y ହେଲା। ଟେବୁଲ ବନେଇବା। ତେଣୁ ସମୀକରଣ 1 କୁ ଆଗ ଦେଖିବା। ଏଇଟା ସମୀକରଣ 1, ଏଇଟା ସମୀକରଣ 2। ସମୀକରଣ 1 ରେ କ'ଣ କରିବା ନା y ଟାକୁ ସବୁବେଳେ ବାହାର କରିବ। ଏଇଟା ହେଲା ଠିକ୍। y ଟାକୁ ବାହାର କଲେ ସୁବିଧା ହେବ ତମକୁ ସଲ୍ଭ କରିବା ପାଇଁ ହେଲା। କାହିଁକି ବାହାରିବ କ'ଣ, ସେ ବହୁତ ପାଠ ଅଛି, ତାକୁ ବି ଶିଖିବା। 2y ତାହେଲେ କେତେ ହବ ହେଲା। ଡାହାଣ ପଟକୁ ଅଲଗା ଗୁଡ଼ାକ ସବୁ ନେଇଯିବା। 3 - x, ଏପଟେ -3 ଥିଲା, ଡାହାଣ ପଟକୁ ଗଲେ +3 ହେଇଗଲା ହେଲା। x ଟା ପ୍ଲସ୍ ଥିଲା, ସେପଟେ ଗଲେ ମାଇନସ୍ ହେଇଗଲା। ତେଣୁ କ'ଣ ହବ, ଏଇଠି 2y ହେଲା 3 - x। ତେଣୁ ଏଠି ଆମେ x ର ମୂଲ୍ୟ ଏପରି ନେବା ଯେମିତି y ର ମୂଲ୍ୟ ଗୋଟେ ହୋଲ୍ ନମ୍ବର ଆସୁଥିବ। ତେଣୁ ଦେଖିବା ତାହେଲେ ଖାଲି y କେତେ ହବ, 3 - x/2 ହେଲା। କଥାଟା ହେଲା ଏଇଠି। ଜଣେ ପିଲା କହିବ ସାର୍ ମୁଁ କ'ଣ କରିବି ନା x ଜାଗାରେ 3 ନେଇଯିବି। ତାକୁ ସୁବିଧା ଦେଖାଗଲା 3 - 3 0 ହେଇଯାଉଛି, ତାହେଲେ x ଜାଗାରେ ମୁଁ 3 ନେଇଯିବି। 3 ନେ, ଏଠି 3 ନେଲେ 3 - 3 ହେଇଯିବ 0, 0/2 ହେଇଯିବ 0, ତ y ହେଇଗଲା 0 ହେଲା। ଏଇଠି ଜଣେ x ଜାଗାରେ 3 ନେଇଗଲା। ସାର୍ କେମିତି ନେଲା? ସାର୍ 1 ନେଲେ, 1 ନେଲେ ବି ବାହାରିବ। କ'ଣ ବାହାରିବ ଦେଖିବା ହେଲା। 3 ନେଇକି ଦେଖିଲା, ଆଗ 0 ବାହାର କଲା। ତେଣୁ ତାପରେ x ଜାଗାରେ 1 ନେଲା। 1 ନେଲେ କ'ଣ ହବ କଥାଟା, 3 - 1, x ଜାଗାରେ 1 ପକେଇଲା। 3 - 1/2 କେତେ କିରେ ବାୟା, କେତେ? 3 - 1 ହେଲା 2, 2/2 ହେଇଗଲା 1 ହେଲା। ତ ବାୟା ଆଉ ବାୟାଣୀ ମାନେ ଦୟାକରି ଦେଖନ୍ତୁ, x ଜାଗାରେ 1 ପକେଇଲା ବେଳକୁ y ମଧ୍ୟ 1 ଗଳି ପଡ଼ିଲେ। ଏଠୁ 1 ଲେଖିବା ନା ଲେଖିବାନି, ଲେଖିଦେଲେ ହେଲା। ଏମିତି ଆମେ ଆଉ ଟ୍ରାଏ କରିବା। ଅସୁବିଧା କ'ଣ, 3-4ଟା ଟ୍ରାଏ କରିବୁ ହେଲା, କିଛି ଅସୁବିଧା ନାହିଁ ହେଲା। ଖାଲି ଟିକେ ସମୟ ଯିବ। ସେକେଣ୍ଡ ଇକ୍ୱେସନକୁ ଯିବା। କୋଉଟା, ସମୀକରଣ 2 କୁ ଯିବା ହେଲା। ସେ ସବୁ କୋଫିସିଏଣ୍ଟ କାହିଁ ଲେଖା ହେଇଥିଲା ସେ ବିଷୟରେ ବି ବୁଝେଇବା, ବ୍ୟସ୍ତ ହୁଅନି ହେଲା। ସେକେଣ୍ଡ ଇକ୍ୱେସନ, ତେଣୁ ଏ ଟେବୁଲଟା ବାହାରିଲା ଇକ୍ୱେସନ 1 ରୁ, ଏ ଟେବୁଲଟା ଇକ୍ୱେସନ 2 ରୁ ବାହାର କରିବା ହେଲା। ଏମିତି ଗାର ପକେଇଦବ ହେଲା। ଟୁର କରିକି ଗାର ପକେଇଦବ ହେଲା। ଏଠି x, ଏଠି y ହେଲା।
এই क्वेश्चन को आसवा y बाहर करिया माइनस y इज इक्वल टू 1 सेपटे गले प्लस हो गला -2x हो गला टाटा y इज इक्वल केते हबो माइनस बोथ साइड कर दे ये माइनस टा अडवा लागु तो खाली y दरकार हमको तेणु बोथ साइड रे माइनस मल्टीप्लाई कर देले प्लस हो गला ये माइनस हो जो ये 2x प्लस हो जो 2x माइनस 1 एटी माइनस मल्टीप्लाई प्लस हो गला 2x प्लस लगा हला हां 1 माइनस हो गला अच्छा ठीक अछि एटा है गला क्वेश्चन तो वर्तमान कौन करवा ना x जगह 0 पकेदवा 0 x जगह 0 पकेदवा पकेदल केते 2 into 0 minus 1 2 into 0 केते 20 ना केतेबा एरे कहबो ना आ 0 minus 1 केतेला minus 1 हला मो एका 20 लिखतांती तू न कहले केंद हबो तू कहले सिना मु आंसर टा ठीक लिखबी आ कहबो न खाली सार एका पढेबे ना कोन हां अच्छा तापरे x जगह रे 1 नहीं कि देखा कौन हो देखा एक जगह 1 नेले एडु 1 नेले केते हबो y केते हबो 2 into 1 minus 1 टाटाना 2 minus 1 हेला 1 एटु 1 एम तीन चारटा आर नहीं कि चेक करो आर नहीं चेक करो काहे की कहली तीन चारटा चेक करो ना एटी मते देखा गलानी टेबल गोटे जगह समान पळे आइलानी टडंग 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 देखो जो समान पळे आइलानी अर्थ ये गोटे जगह रे दीटा को सरल रेखा मिलित हेबे लिबे देली टंटणा टडंटणा टडंटणा कथाटा बुझिलो टडंटणा गणित परा बीज गणित पर मंजी कथाटा न पड़ियो जदी के एमती हबो रे भाइया हला एडी 1,1 अर्थ एटी x हला 1 एटी y हला 1 तेणु एटे समाधान हो गला x रो मूल्य 1 y रो मूल्य 1 बापा समाधान करिया को पहिला नाही खाली बिंदु मार देले गला ना कोन शाबाश आ गोटे देखि दवा ना कोन अच्छा गोटे समीकरण दे x minus 2y minus 7 is equal to 0 0 हला आ गोटे दिछि x plus y plus 2 is equal to 0 एटा समीकरण 1 एटा समीकरण 2 कोन कहतिली y टा को आगबा तो एटा को आगे ट्राई करबा y टा को बाम पट रखा -2y is equal to -7 टाइप टू जो +7 हला प्लस x टाइप टू जो -x हला हला y is equal to तल केते हबो एटी 2 टा सेपट जाई डिवाइड जो 7 - x by 2 एठोडे माइनस साइन पळे आसो खाली y हम दरकार ना माइनस साइन राइट पळेला माइनस तो वो साइड माइनस मल्टीप्लाई कर प्लस साइड माइनस रहला ताको टिके सिंपलीफाई कर दो नल से थाउ बाहर ता कथा पर चिंता करिया कोन अंत सुविधा अछि की एक क्वेश्चन एटा पाई गेले हला तो वर्तमान कोन करबा ना एठी x रो मूल्य नबा टेबल करबा टडा 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 टेबल बनाया हला टेबल बनेवा बुझला टेबल बनेगला x y लिख दवा एटा x एटा y हला तमे मन मन टिके भाबी दियो एमिति अंथडा संख्या नबन एंद गोटे भग्नाश पडुथो सेमनेल होल नंबर दुटा मूल्य होल नंबर पडुथो सहजरे समाधान हबो हला तो भाबो कोन करले हबो एडु 1 नेले केते हबो 7 रे गले 6 6/2 बाप 3 1 नेले एठी माला -3 अरे भाइया -3 किनला माइनस बाहर जगी जिटी एडा मल्टीप्लाई जो खापकिनी धरियो तो 3 बार करियो ए माइनस मो चितार हला -3 ओके सो वर्तमान एठी जदि -1 नै जवा ताले कोन हबो रे भाइया एठी -1 जदि नै गले माइनस माइनस प्लस हे जो माइनस इनटू -1 प्लस प्लस 1 हे जो 7 1 8 8/2 4 4 पुणी बाहर माइनस रे भाइया -4 टडन टडन हला देखो ना तुम निजे ट्राई कर देखो सार कोन खाली मोर गपे देले मते आसिलानी मु बुझी पारिलिनी 7 + 1/2 बारे -6 की जी एला 8/2
8/2 ହେଲା 12 ମାଇନସ୍ 6 କିଛି -4 ହେଲା। ତାପରେ ସେକେଣ୍ଡ ଇକ୍ୱେସନ ଯିବା। ଏତକ ଲେଖିଦେଲ ସାବାସ। ଫଟାଫଟ ଲେଖିବ ଫଟାଫଟ 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 ହର୍ନ ବଜେଇକି ଲେଖିବ କେ ବାଟ ଛାଡ଼ିବା ପର୍ଯ୍ୟନ୍ତ ହେଲା। ତାପରେ ଦେଖିବା ହେଲା ମାଥମେଟିକ୍ସ କରିବ ଟିକେ ମୁଣ୍ଡ ଥଣ୍ଡା କରି କରିବ ନା ଆଉ ହସି ଖେଳିକିରି ପଡ଼ିବ। ମାଥମେଟିକ୍ସ ପୁରା ଛିଙ୍କି ଦେଲେ ପାଡ଼ି ଦେଲେ ମାଥମେଟିକ୍ସ ବାହାରୁଥିବ। ହଁ କ'ଣ ଏଇ ଗୋଟେ କଥା ମଞ୍ଜି ପାଠ ପଢ଼ୁଛ ମଞ୍ଜି ବାହାରିବ ଯେମିତି x/y ବାଇନୋରେ ସେଠି x ଏଠି y ଯିଏ ଯାହା ପାରିବ କହିଦେବ ମାଥମେଟିକ୍ସ ନା କ'ଣ। ତ x ଆଉ y ଇକ୍ୱେସନ୍ 2କୁ ଆମେ ଦେଖିବା। ତ ଖାଲି ଏଇ ୱାଇଟାକୁ ବାହାରେ ରଖ ଏପଟେ ସେପଟକୁ ନେଇଯା ବାକି ତକ ପଳେଇଲେ -2 - x ହେଲା। ଏବେ ମାଇନସଟା କାଳେ ହଇରାଣ କରିବ ବାହାରକୁ ନେଇଯିବ ନହେଲେ ସେମିତି ରଖିକି ତମେ ସଲ୍ଭ କଲେ ଚଳିବ। x ଜାଗାରେ 0 ପକେଇଦବା 0 ପକେଇଲେ କ'ଣ ହବ ଭାଇ -2 ବାହାରିବ ଆଉ କ'ଣ 0 ପଡ଼ିଗଲା ହେଲା। 0 ପଡ଼ିଲେ -2 ବାହାରିଲା। -2 ନେଇକି କରିବା -2 ନେଇକି କରିବା କେତେ ହବ ଏଟା -2 ପକେଇଲେ ଏଠି +0 ହେଇଗଲା ଆରେ 0 ପଳେଇଗଲା ହେଲା। ଆଚ୍ଛା ମିଶିଲା କି ମିଶିଲା ନାହିଁ ଆଉ ଆଗକୁ ଯିବାକୁ ପଡ଼ିବ ହେଲା ନାଇଁ। ତାହେଲେ ସେଇଠିକି ଚାଲ ସେଇ ଯୋଉ ଇକ୍ୱେସନକୁ ଆମେ ନିଭେଇ ଦେଲେ ତା କଥା ଟିକେ ଭାବିବା ଆଗରେ ଯାଇ କୋଉଠି ପଡ଼ିବ ହେଲା। ଆଚ୍ଛା ସେ ଇକ୍ୱେସନଟା କ'ଣ ଥିଲା ଟିକେ ଭାବିଦବା। ଇକ୍ୱେସନ y = ଥିଲା ବାହାରେ 7 - x/2 ଏହା ଥିଲା ହେଲା। ସେ ଇକ୍ୱେସନ ତା ଦେହରେ ଆଉ ଦୁଇଟା ଟର୍ମ ନେଇକି ଚେକ୍ କରିବ। ବୁଝିପାରିଲ? ତାହେଲେ ଯଦି ବୁଝିଲ ତାହେଲେ x ଯଦି 1 ନେଇଥାନ୍ତେ ତାହେଲେ କେତେ ହେଇଥାନ୍ତା ଏଠି -3 ଆସିଥାନ୍ତା। ଏଠି ଦେଖିକି କର 1 ନେଲେ -3 ହଉଛି ଏଠି 1 ନେଇକି ଦେଖ ଟଡାଙ୍ଗ 7 ରୁ 1 ଗଲେ କେତେ 6 6/2 -3 ନାଇଁ 1 -3 ହେଲା। ସେ ଟେବୁଲରେ ବି ଆସିବ 1 - 3 ଏ ଟେବୁଲରେ ବି ଆସିବ 1 - 3 ତାହେଲେ ଏଇଟା ହେଲା ସମାଧାନ। ଅତଏବ x ହବ 1 y ହବ -3। ତା ଅର୍ଥ ଯୋଉଠି ଛେଦ ହେବେ ଦିଟା ସରଳ ରେଖା ତାର ସ୍ଥାନାଙ୍କଟା ମିଳିଗଲା ହେଲା। ତାର ସ୍ଥାନାଙ୍କଟା ମିଳିଗଲା କୋଉଠି ମିଳିଲା ନା y ରହିବ -3 ଏରେ ବାୟା ଏ ତଳପଟୁ ପଳେଇବ y ରହିବ -3 ହେଲା। x ହବ 1 ହେଲା। ଏ ଯୋଉ ଛେଦଙ୍କ ରହିବ ଇଏ 1 ଆଉ -3 ବୁଝିଲା। 11 ଟିକେ ଉପରକୁ ପଳେଇବ ହେଲା। ଏଇ ହିସାବରେ ଦେଖିବ ଆଉ ବୁଝିଲା। ଆଉ ଟିକେ ପାଖାପାଖି କରିଦବ ଭଲ ଦେଖାଯିବା ପାଇଁ ହେଲା। ଏଇ ଯୋଉ ଛେଦ ବିନ୍ଦୁ 1 - ହେଇଗଲା। ତ ଆରାମ ସେ ଆମେ ଇକ୍ୱେସନ ପଢିଦେଲେ